ଭାଇନା ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସୁଛନ୍ତି ଜୟଦେବ ପୀଠକୁ ଆଜି ଅକ୍ଷୟ ତୃତୀୟା ଉପଲକ୍ଷେ ଆମେ ସ୍ୱାଗତ ଜଣାଇବା। ଯେ ଜୟଦେବ ପୀଠକୁ କେବେ ବି ମୁଖ୍ୟମନ୍ତ୍ରୀ କେବେ ଆସିନଥିଲେ। ଯଦି ମୋହନ ଚରଣ ମାଝୀ ଆସୁଛନ୍ତି ଏଇଟା ସ୍ୱାଗତ ଯୋଗ୍ୟ, କିନ୍ତୁ ଆମର କିଛି ଦାବି ଏ ଭିଡ଼ିଓ ମାଧ୍ୟମରେ ଆମେ ସରକାରଙ୍କୁ ମୋହନ ସରକାରଙ୍କୁ ଯେ ରାସ୍ତାଘାଟ ଶୋଚନୀୟ ହେଇଥିଲା। ବାରମ୍ବାର ସରକାରଙ୍କୁ ଚିଠି ଦେଇଛି, ମୁଁ ନିଜେ ଗଣମାଧ୍ୟମରେ ପ୍ରକାଶ ପାଇଛି, କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଦାୟିତ୍ୱ ନେଉନଥିଲେ। ତ ମୋହନ ସରକାର ଆସିବା ଜାଣି ସେ ରାତି ରାତି ରିପାରିଂ କିଛି କରିଛନ୍ତି ଯେ ଯାହାକି ଶୋଚନୀୟ ଅବସ୍ଥା, ଲୋକ ଯାଇପାରୁନଥିଲେ। ତେଣୁ କାଳେ ସରକାର ଆସିଲେ ଆମ ଉପରେ ପଦକ୍ଷେପ ନେବେ, ଆସୁନଥିଲେ। ଆମେ ସେଇ ମୋହନ ସରକାର କହୁଛୁ, ଆମ ଟଙ୍କପାଣି ଠାରୁ ଆରମ୍ଭ କରି ଯେଉଁ ରଙ୍ଗ ବଜାର ବ୍ରାହ୍ମଣଶଳୀ ଦେଇ ଯଦି ମୋହନ ସରକାର ଆସୁଛନ୍ତି ଯାଆନ୍ତି ବି ଫେରନ୍ତି, ଏଇ ବାଟ ଦେଇ ଫେରନ୍ତି, ଦେଖିବେ ରାସ୍ତା ଅବସ୍ଥା କେତେ ଶୋଚନୀୟ ଅଛି। ତା ଯଦି ସରକାର ଆସିଯିବେ ଆମ ରାସ୍ତା ଏମାନେ କରିଦେବେ, ନହେଲେ କରୁନାହାନ୍ତି। ବଡ଼ ବଡ଼ ଖାଲ ଥିଲା, ତା ଦେହରେ କ'ଣ ଗୋଡ଼ି ପକେଇ ତାପରେ ପ୍ରଶାସନିକ ଅଧିକାରୀ ଏ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଖାତିର କରୁନାହାନ୍ତି। ଯେଉଁମାନେ ଅଭିଯୋଗ ନେଇ ଦିଅନ୍ତି, କୌଣସି ଅଫିସର ତାକୁ ଦାୟିତ୍ୱ ସହକାରେ ବହନ କରନ୍ତି ନାହିଁ। ଯେଉଁମାନେ ଏବେ ଯାଉଛନ୍ତି ସବୁ ଅଫିସର ଟେଣ୍ଡର ପକେଇଲା ଭଳିଆ ଜୟଦେବ ପାର୍କରେ ବସୁଛନ୍ତି। ଯେଉଁମାନେ ଅଭିଯୋଗ କରିଥିଲେ ଗଲା ମାନେ ସେ କହୁଛନ୍ତି ତମର ସାଙ୍ଗେ ସାଙ୍ଗେ ହେଇଯିବ, ଆମେ ଏହା କରୁଛୁ ତାହା କରୁଛୁ ସବୁ କରୁଛନ୍ତି। କିନ୍ତୁ ଯେତେ ଅଭିଯୋଗ ପ୍ରକୋଷ୍ଠରେ ଦେଇଥିଲେ ଜିଲ୍ଲାପାଳଙ୍କର, ତାର ମଧ୍ୟ ଅଧିକାଂଶ କାମ ହେଇ ନାହିଁ। ଆମେ ମୋହନ ସରକାର ଗୋଟିଏ ଅନୁରୋଧ କରୁଛୁ ଏଇ ଭିଡ଼ିଓ ମାଧ୍ୟମରେ ସମାଜସେବୀ ହିସାବରେ, ଯେ ମୋହନ ସରକାର କିଛି ସମୟ ତାଙ୍କ ପ୍ରୋଗ୍ରାମ କରିସାରି ଲୋକଙ୍କଠୁ ଆପ୍ଲିକେସନଟା ନିଅ। କିନ୍ତୁ କିଛି ଲୋକ ଆପ୍ଲିକେସନ ନେଇ ଦେବାର ବ୍ୟବସ୍ଥା ସେମାନେ କରିଛନ୍ତି, ଯାହାକି ମୋହନ ସରକାର ଆମ ଏରିଆକୁ ଆସିଛନ୍ତି। ଆମଠାରୁ ସେ ନିଜେ ନିଅନ୍ତୁ ବା ଦୂରଠାରୁ ପୋଲିସ ମାଧ୍ୟମରେ ନିଅନ୍ତୁ, ମୋହନ ସରକାର ତାଙ୍କର ବିଶ୍ୱାସ ଅଛି। ଯଦି ମୋହନ ସରକାର ଆସିକି ଆମ କାଗଜଟି ଏଇଠି ନିଅନ୍ତି, ତାହେଲେ ଆମ ସମସ୍ୟା ବହୁତ ଦୂର ହେଇଯିବ, ଏଇ ବିଶ୍ୱାସ। କିନ୍ତୁ ଏଇ ଭିଡ଼ିଓଟି ଆମେ କରିବାର ଉଦ୍ଦେଶ୍ୟ ହେଲା, ଆମେ ସରକାରଙ୍କୁ ସ୍ୱାଗତ କରୁଛୁ ଜୟଦେବ ନିର୍ବାଚନ ମଣ୍ଡଳୀ ସମାଜସେବୀ ହିସାବରେ। ଆଉ ବହୁ ଜନସଂଖ୍ୟା ବି ଯାଉଛନ୍ତି ମୋହନ ସରକାରକୁ ଦେଖିବା ପାଇଁ। ତ ମୋହନ ସରକାରଙ୍କ ଯେଉଁ ବିକାଶମୂଳକ କାମକୁ ସମସ୍ତେ ସ୍ୱାଗତ କରୁଛନ୍ତି, କିନ୍ତୁ ଗୋଟେ ଦୁଃଖ ରହିଯାଉଛି, ଅଫିସର କେହି ମାନୁନାହାନ୍ତି କି ଅଫିସର କେହି ଲୋକଙ୍କର କାମ କରୁନାହାନ୍ତି। ବାରମ୍ବାର ଲୋକମାନେ ଦୌଡ଼ୁଛନ୍ତି, କିନ୍ତୁ ଏଠି କହିଦେଉଛନ୍ତି, ଏଠି ଟେଣ୍ଡର ପକେଇ ବସିଛନ୍ତି, ସବୁ କରିଦେବୁ ତମେ ଚିନ୍ତା କରନି, ଇଏ କରୁଛନ୍ତି। ତାପରେ ଟିକେ ଗୁରୁତ୍ୱର ନିଅ। ଆଗରୁ ଯେମିତି ଥିଲା ସେମିତି ବି ଅଫିସର ମାନେ ଅଛନ୍ତି, ତାଙ୍କ ଚୋର ମୁହଁ ଜମା ଭାଙ୍ଗି ନାହିଁ। ଆଉ ନବୀନ ପଟ୍ଟନାୟକ 24 ବର୍ଷ ହେଲାଣି ଜୟଦେବ ଆସିନଥିଲେ। କିନ୍ତୁ ଆମର କାମ ହବା ଦରକାର, ଏଠି ଦରକାର ତ ଗ୍ରହଣ କିଛି କରୁନି।